ଜୟ ଜଗନ୍ନାଥ ସାଙ୍ଗମାନେ ଆଉ ମୋର ଆଜି ନୂଆ ବ୍ଲଗ୍କୁ ସ୍ୱାଗତ ଜଣାଉଛି। ଆଉ ଚାଲନ୍ତୁ ଯିବା ଦେଖିବା ଶିବାନୀ କ'ଣ ରୋଷେଇବାସ କରିଛି ଖାଇକି ତାପରେ କାମ କରିବାକୁ ଯିବା। କାହିଁକିନା ଆଜି ମୋର ଲେଟ୍ ହେଇଗଲା ଟିକେ ବ୍ଲଗ୍ କରିବାକୁ, କାହିଁକିନା ସକାଳୁ ଉଠିକି ମୁଁ ପଳେଇଥିଲି ଗୋଟେ କାମରେ, ଆଉ ଏବେ ଆସି ପହଞ୍ଚିଲି। ଆଉ ଏବେ ଚାଲନ୍ତୁ ଖାଇକି ଯିବା କମ୍ପାନୀ ଭିତରକୁ ଯାଇ କାମ ଆରମ୍ଭ କରିବା। ଆଉ ଇଏ ଆମର ଦେଖ ସକାଳୁ ଉଠିକି ମୋ ପଛ ଗୋଡ଼ଉଛି, ଛାଡ଼ିକି ଯାଉନି। ଆଉ ଯିବା ମାମା ଯିଏ ତାହେଲେ କ'ଣ ରୋଷେଇ କରୁଛି ଦେଖିବା। ଯିବୁନି ସେଇ ଛିଡ଼ା ଆଉ ଯିବନି, ଯେ ଦେଖୁଛି ବର୍ଷା ଉଠେଇଛି ଦେଖୁଛି। ଚାଲ ଯିବା ନା ମାମା କ'ଣ ରୋଷେଇ କରୁଛି ଦେଖିବା। ଖାଇବୁନି? ମୁଁ ଯାଉଛି ଖାଇବି, ତୁ ଥା ଏଇଠି। ସେ ତାର ଛିଡ଼ା ହେଇଥାଉ, ମୁଁ ଯାଉଛି ଦେଖିବା ସେ ଭାଇ କ'ଣ ରୋଷେଇ କରୁଛି। ଖାଇଦେଇକି ଗଲେ କାମ କରିବି। ସକାଳୁ ଉଠିକି ଶିବାନୀ ତାର ଏଠି କ'ଣ ରୋଷେଇବାସ କରୁଛି। ମୁଁ ତରକାରୀ ଧରିକି ଆଇଲିନି ବଜାରରୁ। ପିଆଜ କାଟିଲୁନି କ'ଣ? କିଛି କରିନାଉ? କହିଲି ବା ତମକୁ ହେଇନି କିଛି। ବୁଝେଇ ବାଝେଇକି ତାକୁ ଛାଡ଼ିଲି। ଏତେ ତମେ ଆଉ କ'ଣ ଶୁଣିଲ ତାହେଲେ? ମୁଁ ଭାବିଲି ବୋଧେ ଶିବାନୀ କରିକି ରଖିଛି ଯିବା ଖାଇବା, ଆଉ ଦେଖିଲା ଆଉ ଶିବାନୀ ଏତେ କିଛି କରିନାହିଁ। ମୁଁ ବା ତମକୁ କହିଲି ମିକୁ ଛାଡ଼ିଲାନି ମାଜୁଛି। ମିକୁ ସକାଳୁ ଘରେ କାନ୍ଦିଛି, ଆଉ ମିକୁକୁ ଧରିଛି ସେ କରିନି ଏତେ ପର୍ଯ୍ୟନ୍ତ। ଆଉ ମୁଁ ତରକାରୀ ଧରିକି ଆସିଲିନି ଖାଇ ବୋଲିକି। ଆଉ ଚାଲନ୍ତୁ ହେଇନି କିଛି, ଆଉ ଚାଲନ୍ତୁ ସେ କାମ କରୁଥିବା କ'ଣ ପାଇଁ ହେଇଲେ ଶିବାନୀ ଡାକିବ ଆସିକି ଖାଇବା। ଆଉ ଉଠି ପଡ଼ିଲା ଏତେ ସେ କରିନି, ବାସନ ଧୋଉଥିଲା। ମୁଁ କହିଲି କରିସାରିକି ଯାଇ ବାସନ ଧୋଉଛି, ଦେଖିଲା ବେଳକୁ ମୋର କିଛି ଆରମ୍ଭ ହେଇନି। ସେଇଟା କ'ଣ କରିବୁ? ସକାଳର ଖାଇବାକୁ କ'ଣ ସେ ସକାଳ ଖାଇବା କିଛି ନାହିଁ। ସେ କ'ଣ ଗୋଟେ କରୁଛି ସୁଜି ନା ଉପମା? ଓହୋ ସୁଜି ଉପମା କରିବ। ହଁ ଛାଡ଼, ଲେଟ୍ ହେଲାନି ତ ଏମିତି। ଚାଲନ୍ତୁ ଏଠି ଲେଟ୍ ହେବ, ସେ ଶୋଇଲା ବେଳକୁ 10-15 ମିନିଟ୍ ଲାଗିବ। ଏବେ ଯାଉଛି ମୁଁ କାମ ଏଠି କିଛି ଅଛି ସାରି ଦେଇକି ଆସେ। ଆଉ ମୁଁ ଏଇଠି ବସିଛି। ଚାଲନ୍ତୁ ଯିବା। ଏଠି ରହିକି କିଛି ଲାଭ ନାହିଁ, କାରଣ ସିଆଡ଼େ କାମ ବି ଲେଟ୍ ହେଇଯିବ। ସେ ସାରି ଦେଇକି ଆସିବ, ଆସିକି ତାର ହେଇଗଲେ ସେଇଠି ଶିବାନୀ ଡାକିବ। ମୋର ଆସି ଖାଇଦେଇ ତା ପୁଣି ପଳେଇବି କାମକୁ। ଇଲେକ୍ଟ୍ରିକ୍ ଗାଡ଼ିଟା ମଗେଇଥିଲୁ ଯେ ଚାର୍ଜରଟା ଖରାପ ହେଇଯାଇଛି। ଗାଡ଼ିଟା ଥୁଆ ହେଇଛି ଏଠି ହେଇଗଲାଣି ମାସେ 1.5 ମାସ ହେଇଗଲାଣି। ଚାର୍ଜର ଗୋଟେ ମଗେଇବା, ଆଉ ଆମ୍ପୁଆ ପାଇଁ ଆମ୍ପୁଆ ଗାଡ଼ି ଚଲେଇବ। କ'ଣ ଦେଖୁଛୁ? ହଁ କ'ଣ ଗାଡ଼ି? କାହିଁକି ଗାଡ଼ି? ଗଛ ପତ୍ର ଗୁଡ଼ା, ଗାଡ଼ି କାହିଁକି ଅଛି? କାହିଁ କିଛି ଗାଡ଼ି ନାହିଁ। ଆସେ ଯିବା ମିକୁ, ଯିବା। ମୁଁ ପଳେଇବି, ମୁଁ ଯାଉଛି କମ୍ପାନୀକି ଯାଉଛି ହେଲା। ସେ ତା ଯାଉନାହିଁ, ତା ମାମା ଆସିବ, ମୁଁ ଯାଉଛି ମୋର କାମ କରିବି। ଉପମା ରେଡ଼ି କରିଦେଲା, ତରକାରୀ ତ ଆଣିଛି। ଆଉ କାମ କରୁଥିଲି ଡାକିଲା, ମୁଁ ଆଇଲି ଏବେ ଖାଇବାକୁ। ଖାଇଦେଇ ପୁଣି ଯା, ପୁଣି କାମ କରିବା। ଆଉ ସେ ଉପମା କରୁଛି, ସୁଜି ଉପମା। ବାର ଖାଉନି କି ବାଡ଼ୁନି ଗୋଡ଼ ଗାଡ଼ ଦେଖାଉନି କ'ଣ ଦେଖ। ଦ୍ୱିପହର ପାଇଁ ପୋଟଳ ଗୁଡ଼ା ରାନ୍ଧିଦେବୁ, ତଳେ ରହିଲାଣି। ପାମ୍ପଡ଼ ଦେବୁ ଆଉ କ'ଣ କଡ଼େଇ ଯାକ ଫୋପାଡ଼ିବୁ? ଏତେ କାହିଁ କରୁ? ତୁ ଜାଣିପାରୁନୁ ସବୁବେଳେ କରୁଛୁ, ମେଞ୍ଚା ମେଞ୍ଚା କରୁଛୁ। ସବୁବେଳେ ଗୋଟେ କରିଦେଉଛି ମେଞ୍ଚା ମେଞ୍ଚା। ମେଞ୍ଚା ମେଞ୍ଚା କାହିଁ କରିବି? ଯେତିକି ଖାଇଲା ଭଳିଆ କରୁଛି, ତାପରେ ତମେ ଥାଉ ସେତିକି ଥାଉ। ମୋର ତରକାରୀଟା ତୁ ଖାଇବୁନି? ଖାଇବୁନି? ହେଇଠି ଦଉନୁ ଟ୍ରେର। ହଁ ଟ୍ରେର ମାନେ ସେ ସାଇଡରେ ଦଉନୁ, କହି ତାପରେ ଢାଳିବାକୁ। ସାଇଡରେ ଧରିବ କି? ହଁ ଯେତିକି ଦେ ସେତିକି ଦେ। ସେ ଢାଳିଦେଲା, ସୁଜି ତ ଢାଳିଦେଲା। ମୁଁ ତାକୁ କହିଲି ସାଇଡରେ ଦେ। ଗୋଳେଇ ଖାଇବନି କି? ଗୋଳେଇ ଖାଇବି। ଗୋଳେଇ ଖାଇବ ତ, ଆଉ ପୁଣି ଢାଳିଦେଲା। ସେ ଢାଳିଦେ, ତାହେଲେ ସବୁ ଢାଳି ନେବ। ଆଉ କ'ଣ ଥିବ ମୁଁ ଖାଇବି? ଆଉ ଜାଣିନୁ ବୋଧେ ସୁଜି ସବୁ ଦୋକାନ ନେଇ ଖାଇଦେବି। ଚାଲ ଯା ଉଠ ଉଠ ଉଠ। ହଁ ଖାଇଦେଇକି ପଳେଇଲେ ଭୋକ ଭୋକ ହୋଇ ବିରକ୍ତ ଲାଗେ। ଚାମୁଚ ଦେ। ଉଠ ଗୁଡ଼ ଉପରେ ଉଠ।
ସାମୁସା ନେଇ ଯା ଏ ହେ ତଳେ ଢାଳିଗଲା ସବୁ ତରକାରୀ ତରକାରୀ ପଡ଼ିଛି ଯିବୁନି ସିଆଡ଼େ ଢାଳିଗଲା ବୁଝିଲୁ ତରକାରୀ ଏଇଠି ପଡ଼ିଛି ତଳେ କମ୍ପାନୀ କାମ ସରିଲା ଏବେ ଉପରକୁ ଆଜି ଦେଖିବା ଏ ମା ପୁଅ କ'ଣ କରୁଛନ୍ତି ଜଣ ଦେଖିବା ଏଇଠି ତ ଏଇଟା ବୁଲୁଛି ଆମ ଦୁଷ୍ଟ ଏଇଠି ବୁଲୁଛି ସେବେ ତାର ବାଇଗଣ ଟମାଟୋ ଛୁଇଁଲାନି ବହୁତ ଦିନ ପରେ ବାଇଗଣ ଟମାଟୋ ପୋଡ଼ା ହେଇଛି ବହୁତ ଦିନ ହେଲା ବାଇଗଣ ଟମାଟୋ ଖିଆ ହେଇଥିଲା ବାଇଗଣ ଟମାଟୋ ଛଡ଼େଇକି ରଖିଛି ରସୁଣ ପକାଇବୁ ଚାଲିଛି ଟମାଟୋ କିଲୋ କାଲି 40 ଟଙ୍କା ଦେଇକି ନେଇ ଆସିଥିଲି ଟମାଟୋ କେଉଁଠି 50 ଟଙ୍କା 40 ଟଙ୍କା ଠିକ୍ ନାହିଁ କେଉଁଠି କ'ଣ ବିକ୍ରି କରୁଛନ୍ତି ସବୁ ଆଇଟ ମାନେ ସବୁ ମସଲା ପଇଲା ଭାଗ ମାପର ମସଲା ପଡ଼ିଛି ସେମାନେ ପକାଉଛି ଏଠି ବାଇଗଣରେ ଖାଇବୁ ତୁ ଖାଇବୁ ନା ହଉ ଦେଖ ଦେବୁନି ମନା କରିଛି ନାଇଁ ନାଇଁ ଦିଆଯିବନି ଆମର ଛୋଟ ପିଲାଙ୍କୁ ଦିଆଯାଉନି ଖାଇବା ହଁ ଖାଇବୁ 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 କ'ଣ ତାର କରୁଛି ଭାତ ବସେଇଛି ଜହ୍ନି ପୁରେଇ ଦେଇଛି କ'ଣ ଭାତରେ ଜହ୍ନି କାଢ଼ିଲାନି ଟିକେ ଏ ଜହ୍ନି ପୋଡ଼ା ଯାଏ ଭାତ ପକେଇ ସିଝା ଯାଏନି ପୁଣି ପୁରେଇ ଦେଲା ପୁଡ଼ି ଖାଇଲେ ଟେଷ୍ଟ ଲାଗିବ ପୁଡ଼ି ଖାଇଲେ ସେ ସିଝୁନି ଗ୍ୟାସରେ ଗ୍ୟାସ୍ ସିଝୁ ନାହିଁ ଆମ ବଏଲର ନେଇକି ତାକୁ ପକେଇଦେବୁ ହେଇଯିବ ସାଙ୍ଗେ ମୋର ଚାଉମିନ ସିଝୁ ଯେଉଁ କାଠ ଜଳା ହେଉଛି ନା ସେଇଥିରେ ପକେଇଲେ ସାଙ୍ଗେ ସାଙ୍ଗେ ହାଁ ନା ନା ମୁଁ ଜହ୍ନି ଫନି ମାନେ ଅପେକ୍ଷା କରିପାରିବିନି ମୋତେ ସେତିକି ଦେଇଦେ ସେତିକି ଆଇଟମ୍ ଥାଉ ବେଶୀ ଆଇଟମ୍ କରନା ପୋଡ଼ାପୋଡ଼ି ପାଇଁ ଆମର ଏଠି ଯେଉଁ ଚାଉମିନ ସିଝୁଛି କାଠ ଜଳୁଛି ନା ପୁରା ନିଆଁ ଭଲ ରହୁଛି ସେଇଥିରେ ପୋଡ଼ାପୋଡ଼ି କରିବ ଭଲ ଲାଗିବ ଭଲ ପୋଡ଼ିବ ମୋତେ ଭଲ ଲାଗିବ ଜହ୍ନି ଫନି ବାଇଗଣ ଫାଇଗଣ ସେଇଟା ବଢ଼ିଆ ପୋଡ଼ିବ ଗ୍ୟାସ୍ରେ ଏତେ ବାଗ ହେବ ପୁରା ଖଡ଼ିଗାରେ କୁଟେଇ କୁଟେଇ ତାକୁ ପୁରା ପାଉଡ଼ର କରିଦେବ ତାମାନେ ସେ ତାର କ'ଣ କରୁଛି କରିକି ଆଣ ମୁଁ ଯାଉଛି ଏଠି ବସିଛି ଟିକେ ଝାଳ ହେଇଯାଇଛି ନା ପୁରା ଟିକେ ଫ୍ୟାନ୍ ବଜିଯିବ ସେଥିପାଇଁ ହେଇଯିବ ଭାତଟା ନେଇଯାଏ କାମ କରିବ ଠିକ୍ର ଖାଇବ ବି ଠିକ୍ର ନ ଖାଇଲେ ରୋଗ ବାହାରି ପଡ଼ିବ ସେଇଥିପାଇଁ ମୁଁ ଦିନକୁ 3 ଥର ଖାଉଛି କାହିଁକି ଜଣେ ଥିଲା ଗୋଟେ ଭାଇ ଥିଲେ ସେ ଭାଇ ଥିଲେ ସେ ଯା ମାମା କତିକି ଯା ହଁ ଦେଖେଇବି ପାର୍ଟି କରୁନି ଗୋଟେ ଭାଇ ଥିଲେ ଏଇଠି ଜଣେ କାମ କରୁଥିଲେ ସେଇ କାମ 7-8 ବର୍ଷ କାମ କରୁଛନ୍ତି ଆଉ ସେ ତାଙ୍କ ଖାଇବା ଠିକ୍ କରନ୍ତିନି ଏଠି ତାଙ୍କର ମାନେ ଖାଇବା ଯେତେବେଳେ ଠିକ୍ ନ ହେଲା ପେଟରେ ଷ୍ଟୋନ୍ ବାହାରି ପଡ଼ିଲା ଆଉ ସେ ଯେ ଗାଁକୁ ପଳେଇଲା ଅପରେସନ୍ ହେଲା ଆଉ ଆସିଲେନି କାହିଁକିନା ଖାଇବା ଠିକ୍ ନ କଲେ ଦେହ ମାନେ କାମ ହେଉଛି ନା ଦେହ ଶୁଖି ଷ୍ଟୋନ୍ ଫୋନ୍ ବାହାରି ପଡ଼ିବ ସେଇଥିପାଇଁ ମୁଁ ଭୋକ ଲାଗୁ ନ ଲାଗୁ ମୁଁ ଦିନକୁ 2 ଥର 3 ଥର ଖାଉଛି କାମ ପଛେ କାମ ଥାଉ ପରେ କିନ୍ତୁ ଆଗରୁ ଖାଇବାଟା ମୋର ଆଗର ଚାଲୁନି ସେ ଶିବାନୀ ଏବେ କରୁଥିଲା କରିକି ଆଣିବ ଏଠି ବସିବା ନେଇକି ଆସୁ ପବନ ଖାଇବା ତାପରେ ଖାଇବା ଆଉ ତୁ କାହିଁକି ଦୁଷ୍ଟ ହେଉଛୁ କ'ଣ ପାଇଁ ଏଇଟା ଏମିତି ଦୁଷ୍ଟ ହଉ ଦେଖନ୍ତୁ ଯାଇ ଶୁଣିକି ପଡ଼ିଛି ପଡ଼ିକି ବାପା ଭାବୁଛି ଏ କୁଲରଟା ସେଠିକି ନେଇଯିବା ଖାଇବା ଦେଇକି ଆସିଗଲା ଶିବାନୀ ରଖି ଦେଇଗଲା ତାର ସେଠିକି ସେ ତ ଶିବାନୀ ଆଉ ପଖାଳ ଖାଏନି ମୁଁ ଯାହା ଖାଏ ଚାଲନ୍ତୁ ଖାଇବା ଆଉ ଖାଇବୁ ଛାଡ଼ିଛି ଖାଇବାନି ବାଇଗଣ ଟମାଟୋ ଚକୁଡ଼ା ପିଆଜ ବେଶୀ ଭାଙ୍ଗିଗଲା ହଉ ହଉ ଜେସିବି ଭାଙ୍ଗିଗଲା ହଉ ବାଗେଇଦେବା ଆଉ ନୂଆ ନେଇ ଆସିବା ଏ ଚାଲୁନି କୁଲରଟା ମୁଁ ରଖିକି ଆଇଲି ଏ କୁଲରଟା ଗଁ ଗଁ ହେଉଛି ଏ ଚାଲିଲା ପାଖକୁ ଯେମିତି ଗଲି ସେଠୁ ଚାଲିଲା ଆରାମ କୁଆଡ଼େ ପବନ ବାଛୁ ଜାଣିପାରିନି ଠିକ୍ର ହଁ ଭାଙ୍ଗି ଯାଉ ଦୁଷ୍ଟ ହନା ଚାଲିଲା ପବନ ବାଜିଲା ପୁରା ପବନ ବାଜିଲା ଖାଇଦେଇକି ସାଙ୍ଗେ ସାଙ୍ଗେ ତଳକୁ ଆଇଲି ଶିବାନୀର ଗୋଟେ ପାର୍ସଲ ଆସିଲାନି ଚପଲ ଯେ ଚପଲ କାଲି ଅର୍ଡ଼ର କରାଯାଇଥିଲା ନା ଚପଲ ଆସିଲାନି ଫୋନ୍ ଆଇଲାନି ଯିବା ପାର୍ସଲଟା ନେଇକି ଆସିବା ଚାଲନ୍ତୁ ଯିବା ଧରିକି ଆସିବା ପାର୍ସଲଟା ପୁଣି ଆଜି ଗୋଟେ ପାର୍ସଲ ଆସିଲା କାଲି କହିଥିଲି କି କାହିଁକିନା ଭିଡ଼ିଓରେ
ଚାରି ହଳ ଚପଲ ମଗେଇଛି 80 ଟଙ୍କାର। ଆଉ ଗୋଟେ ହଳ ଚପଲ ଆଇଲାଣି, ଆହୁରି ଆସିବ। ଚାଲନ୍ତୁ ଏଇଟା ଦେଇଦିଅ ଶିବାନୀ, ଦେଇଦିଅ ସେ ତାର ପିନ୍ଧିବ। ଗୋଟେ ହଳ ମଗେଇଥିଲା ଯେ ଆସିଥିଲା ସକାଳୁ, କିନ୍ତୁ ସେଇଟା ହେଉନି, ବଡ଼ ହେଉଛି, ସେଇଟା ରିଟର୍ନ ଦିଆହେଇଯାଇଛି। ଆଉ ଗୋଟେ ଆଇଛି, ଚାଲନ୍ତୁ ତାକୁ ଦେଇଦେବା ଏବେ ଶିବାନୀ। ହଁ ଦେ, ସେ ନେଇଗଲା ଆମ ପୁଅ ପାର୍ସଲଟା ନେଇଗଲାନି। ଆଉ ଧର ସେ ପାର୍ସଲ ନେଇଗଲା, ନେଇ ପଳେଇବ ପୁଣି କୁଆଡ଼େ। ହଁ ଖାମୁଶ। ଚାଲନ୍ତୁ ସେ ତା ପାର୍ସଲ ସେ ନେଇଗଲା। ମୁଁ ମୋର କାମ ଅଛି ଏଠି କମ୍ପାନୀ ଭିତରେ, କାମଟା ସାରିଦେବା। ଚାଲିଛି ବଇଲର ଆମର, ଚାଉମିନ ଶିଖୁଛି, ବନ୍ଦ ଟାଇମ୍ ହେଲାଣି, ବନ୍ଦ କରିଦେବା। ବନ୍ଦ କରିଦେଇ ତାପରେ ଗୁଦାମ ଯିବା। ବନ୍ଦ ହେଇଗଲା, ଆଜି କମିଗଲାଣି, ଟିକେ ଟିକେ ଆଉ ଟିକେ କମିଯାଉ, ତାପରେ ଖୋଲିବା ଆଉ। ଆଉ ଅଳ୍ପ ଦୁଇଟା କାଠ ଅଛି, ଜଳିଗଲାଣି। ଏପଟେ ପ୍ରେସରଟା ବାହାରି ଭାବନ୍ତୁ। ଏବେ ରହୁନି ନା, ଚାଉମିନଟା କାଢ଼ିବି ନା, ଚାଉମିନ ଟିକେ କାଢ଼ିବା। ଆମର ଏଠି 20 ଟଙ୍କିଆ କଏନ୍ କେବେଠୁ ବାହାରିଲାନି, ଶିବାନୀ ଆଜି ନୂଆ ଦେଖୁଛି 20 ଟଙ୍କିଆ କଏନ୍। ଜାଣିନଥିଲି 20 ଟଙ୍କିଆ କଏନ୍ ବାହାରିଛି ବୋଲି। ତୁ ଯାଇନ କେବେଠୁ ବାହାରିଲା? ଯାଇନ, ଦେଖୁନୁ କୋଉ ମସିହାରେ ବାହାରିଛି 20 ଟଙ୍କା କଏନ୍ଟା, ତ ଥିବ ତା ମସିହା ଦିଆଯାଇଥିବ। ଯଦି ଦୋକାନରେ ଦବ ନେବେନି କେହି, ନେବେନି। କିଏ କହିଲା 20 ଟଙ୍କା କଏନ୍ ନେବେନି? କୁଆଡେ କାଇଁ 2024ର ବାହାରିଛି, ଆର ବର୍ଷ। ହଁ, କାଇଁ କେହି ନଉନା, କାଇଁ ଦୋକାନରେ ମିଳୁନି। ତୁ ଦେଖିଥିଲୁନି କେବେ 20 ଟଙ୍କା କଏନ୍? ଆଉ ମୁଁ ଦେଖିନି, ମୁଁ ତ ସବୁବେଳେ 20 ଟଙ୍କିଆ ନୋଟ ଦେଖିଛି ଆଉ। ମଣିଷ ତୁ ଦୁନିଆ କାହିଁ ମଣିଷ ହେଇ ଜନ୍ମ ହେଉଥିଲୁ? ପଶୁ ପକ୍ଷୀ ଜନ୍ମ ହେଇଥାନ୍ତୁ। ଭଲ କଥା, ମୁଁ କେମିତି ଦେଖିଲି? 20 ଟଙ୍କା କଏନ୍ ଶିବାନୀ ଦେଖିନି, ଆଜି ପ୍ରଥମ ଥର ପାଇଁ ଦେଖୁଛି। କ'ଣ କହିବ କହିଲ? ମୁଁ ଦେଖିନି, ସେ ବାହାରିଲା କେବେ ମୁଁ ବି ଜାଣିନି। ବାହାରିଲା କେବେ? କ'ଣ କଲୁ ପଇସାଟା? ଏଇଠି ଦେ ଆମର। ନେବେ ତ ଆଉ ନେବେନି କ'ଣ? 20 ଟଙ୍କା କଏନ୍ଟା ନେବେ, କି କଥା କହୁଛି ଅଜବ କଥା। 20 ଟଙ୍କା କଏନ୍ ଶିବାନୀ ଆଜି ନୂଆ ଦେଖୁଛି। ଏମିତି କୋଉ ଖେଳଣା ଭଳିଆ ବାହାରିଥିବ କାଳେ। ଖେଳଣା ଦେଖାଯାଉଛି 20 ଟଙ୍କା କଏନ୍ଟା। ଦେଖ, ଯଦି ନ ଫେରେଇବେ ଫେରେଇବେ। 20 ଟଙ୍କା କଏନ୍ ଆଜି ଶିବାନୀ ନୂଆ ଦେଖୁଛି, କେବେଠୁ ବାହାରିଲାନି। ହଁ, ଶିବାନୀ 20 ଟଙ୍କା କଏନ୍ ଦେଖିନି, ନୂଆ ଆଜି ଦେଖୁଛି, ପ୍ରଥମ ଥର ପାଇଁ ଦେଖୁଛି। ଦେଖି ଆଶ୍ଚର୍ଯ୍ୟ ହଉଛି। ମୁଁ ଦେଖିନି, ଇଏ ମଣିଷ ନୁହଁ। ଶୁଣି ନଥିଲି ବାହାରିଲା କେବେ ବୋଲି। ତମେ ଦେଖୁଛ। ସଫାସୁତୁରା ଶିବାନୀ ତାର କରୁଛି। କ'ଣ ସଫାସୁତୁରା ଆଜି କ'ଣ ପାଇଁ କରୁଛି? ଏତେ ସଫାସୁତୁରା କ'ଣ ପାଇଁ? ଭଲ ଡବାଟା ବାହାରିଲା ତ, ବୋଇଲେ ଏଠି ଜାଗା ହଉନି। ବଡ ଜାଗା ଟିକେ ମତେ ଦରକାର ହଉଛି, ପୁରା ବଡ। ସବୁ ଖୁନ୍ଦି ଖାନ୍ଦି ହେଲା ବେଳକୁ ମତେ ଭଲ ଲାଗୁନି। ଶିବାନୀ ଦୋକାନ କରିଦେଇଛି। ମତେ ଟିକେ ଅପରିଷ୍କାର ଭଲ ଲାଗୁନି, ଟିକେ ଫାଙ୍କା ଜାଗା ସଫାସୁତୁରା ରହିଲେ ଟିକେ ଭଲ ଲାଗୁନି। ମତେ ଖୁନ୍ଦିଲା ଘରଟା ଜମା ପସନ୍ଦ ଲାଗୁନି। ତତେ କିଛି ପସନ୍ଦ ହବନି। ଦଉନୁ 10-15 ଲକ୍ଷ ଦେ, ଗୋଟେ ଫ୍ଲାଟ୍ କିଣିଦେବା ଏଇଠି ଆଉ ନୂଆ ବଜାରରେ। ଏଇ କଟକରେ ରହିଯାଇଥାନ୍ତା, ଜାଗା କିଣିକି ଘର କରିକି। ପଇସା ଦେ, ଭଲ ହୁଅନ୍ତା ଏଇଠି। କଟକ ତ ସମସ୍ତେ କିଏ ଭଲ ପାଆନ୍ତି, ଆଉ କିଏ ଭଲ ନ ପାଆନ୍ତି? ମାନେ ଆମେ ଏମିତି ଜାଗାରେ ରୁହନ୍ତେ କି ଏଇ କଟକରେ ରୁହନ୍ତେ, ମାନେ ବେଶୀ ହାଇ ଫାଇ ଟାଉନ ଉପରେ ନୁହଁ, ଟିକେ ଗାଁ ଟାଇପ ରୁହନ୍ତେ, ଭଲ ହୁଅନ୍ତା। ମାନେ ଟିକେ ବଜାର ପାଖରେ ରୁହନ୍ତେ, ଆଉ ବେଶୀ ପୁରା ସହର ମଝିରେ ରୁହନ୍ତେନି, ଅଧିକା ପଇସା ସବୁ ଯାଇଛି। ୟା କଥା ରହିଲେ ଆହୁରି କ'ଣ ଡିମାଣ୍ଡ କରିବ ଠିକ୍ ନାହିଁ। ମୁଁ ଆଣିଥିଲି 20 ଟଙ୍କା ଦେଖିବାକୁ, ତାକୁ ସେ ଦେଖିନି କେବେ, ପ୍ରଥମ ଥର ଦେଖିଲା। ଆଉ ଡିମାଣ୍ଡ କରୁଛି, କୋଉଠି କ'ଣ ଡିମାଣ୍ଡ କରୁଛି ଯେ ଠିକ୍ ନାହିଁ। ମତେ ଲାଗୁଛି କୁରକୁରିରୁ ବାହାରିଛି। ହଁ, କୁରକୁରି ବାହାରିଛି। ଏଇଟା ନେଇକି ଯା, ଦେଖିଆ କୋଉଠି ଚଳିବନି ମତେ କହିବୁ ନା। କୁରକୁରିରୁ ପଇସା ବାହାରୁଛି, ପଇସା ବାହାରୁଛି। ମୁଁ ଯିବି, କମ୍ପାନୀ କାମ ଥିଲା ଅଳ୍ପ କରିଦେଇକି ପଳେଇ ଯାଇକି, ସେ ଝିଅ ଗୁଡ଼ା ଗଲେ କାମ ଦାମ କରୁଛନ୍ତି। ମୁଁ ଆଉ ହାଲି ଗୋଦାମ ଯିବି। ଆଉ 20 ଟଙ୍କା କଏନ୍ଟା ଆମର ଥିଲା ଲୁନା ଭିତରେ ରଖିଥିଲି, ବହୁତ ଦିନ ହେଇଗଲାଣି। ଆଉ ଆଣିଥିଲି ଦେଖେ, ଇଏ କେବେ ଦେଖିଥିଲା ତ, ତାକୁ ଦେଖିବାକୁ ଆଣିଥିଲି। ସିଏ ଶୁଣି ନଥିଲା। 20 ଟଙ୍କା କଏନ୍ ବାହାରିଲା କେବେ ମୁଁ ଜାଣିନି। ଚାଲନ୍ତୁ, ମୁଁ ଏବେ ଯାଉଛି ଗୋଦାମ ବାହାରି। ସିଧା ସଫା ହାତରେ କରିଛି, କରୁଥାଉ।